ଆଜିର ମୁଖ୍ୟ ସମାଚାର। ରାଉରକେଲାରେ ହଷ୍ଟେଲ ଛାତରୁ ପଡ଼ି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ। ଜଗଦାସ୍ଥିତ ଘରୋଇ ଆଇଟିଆଇ କଲେଜ ହଷ୍ଟେଲରୁ ପଡ଼ି ମୃତ୍ୟୁ। ମୃତ ଆଇଟିଆଇ ଛାତ୍ରଙ୍କ ଘର ହତିବାରି ବଂଶଜର ଗାଁରେ। ସୂଚନା ଅନୁସାରେ କାହିଁକି ଓ କେଉଁ ପରିସ୍ଥିତିରେ ଛାତରୁ ପଡ଼ିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଭଞ୍ଜନଗରରେ ଖଲିପତ୍ର ତୋଳିବା ବେଳେ ମହିଳାଙ୍କୁ ଗୁଳିମାଡ଼। ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼। ସୂଚନା ଅନୁସାରେ ମହିଳାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ମହିଳା ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶିକାରୀମାନେ ମହିଳାଙ୍କୁ ଗୁଳିମାଡ଼ କରିଥିବା ସନ୍ଦେହ। ଦଶପଲ୍ଲାରେ ଭାରସାମ୍ୟ ହରାଇ ବିଲକୁ ମାଡ଼ିଗଲା ବସ୍। 3 ଜଣ ଆହତ ହୋଇଛନ୍ତି। ବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ଦୁର୍ଘଟଣା। ସୂଚନା ଅନୁସାରେ ଡ୍ରାଇଭର ସହ 3 ଜଣ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମରୁ 45 ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ଯାଉଥିବା ବସ୍ରେ ଦୁର୍ଘଟଣା।